ସାଙ୍ଗମାନେ ମ୍ୟାଥ୍ ଟିପ୍ସର 3 ନମ୍ବର ପାର୍ଟକୁ ଆପଣଙ୍କୁ ସ୍ୱାଗତ। ଦେଖିବେ ପରୀକ୍ଷାରେ ବହୁତ ସମୟରେ କ୍ୟୁବ୍ ରୁଟ୍ ପଚାରିଥିବ କିମ୍ବା କୌଣସି ଯଦି ଆପଣ ଏନ୍ସାର୍ କରୁଛନ୍ତି ତାର କ୍ୟୁବ୍ ରୁଟ୍ ଗୋଟେ ଆସେ। ତାକୁ ଆମେ କେମିତି ବାହାର କରିବା? ଏଇ ଏଇ ଯୋଉ ମେଥଡ୍ ମୁଁ କହିବି ୟାକୁ ଆପଣ କ୍ୱେଶ୍ଚନ୍ ଦେଖୁ ଦେଖୁ within 5 ସେକେଣ୍ଡ ଭିତରେ କ୍ୟୁବ୍ ରୁଟ୍ ବାହାର କରିଦେବେ। ଚାଲନ୍ତୁ ଦେଖିବା କେମିତି କ୍ୟୁବ୍ ରୁଟ୍ ଆମେ ବାହାର କରିବା। ଏଇ ଟିପ୍ ପାଇଁ ଆପଣ କଣ ଲାଗିବ ନା ଦେଖନ୍ତୁ ଫାର୍ଷ୍ଟ 1 ରୁ 10 ପର୍ଯ୍ୟନ୍ତ ଆପଣଙ୍କୁ କ୍ୟୁବ୍ଟା ମନେ ରଖିବାକୁ ପଡ଼ିବ। ଏତିକି ମନେ ରଖି ଆଉ ଗୋଟେ ମନେ ରଖିନା କଣ ଯୋଉ ସଂଖ୍ୟାର କ୍ୟୁବ୍ ରୁଟ୍ ଭାଗ ଦେଇଥିବ ତାର ୟୁନିଟ୍ ପ୍ଲେସ୍ କୋଉ ନମ୍ବର ଅଛି ଆଉ ଦେଖନ୍ତୁ ସପୋଜ ଗୋଟେ ସଂଖ୍ୟା ହେଇଛି ତାର ୟୁନିଟ୍ ପ୍ଲେସ୍ ଲାଷ୍ଟକୁ 1 ଅଛି ତାର ଯଦି କ୍ୟୁବ୍ ରୁଟ୍ ବାହାର କରିବା ତାହେଲେ କ୍ୟୁବ୍ ରୁଟ୍ର ବି ୟୁନିଟ୍ ପ୍ଲେସ୍ 1 ଆସିବ। ଯଦି ତାର ଲାଷ୍ଟ 4 ଥିବ 4 ଆସିବ, 5 ଥିଲେ 5 ଆସିବ, 6 ଥିଲେ 6 ଆସିବ, 9 ଥିଲେ 9 ଆସିବ, 2 ଥିଲେ 8 ଆସିବ, 8 ଯଦି ଥିବ ତାହେଲେ 2 ଆସିବ। ଯଦି ତାର ୟୁନିଟ୍ ପ୍ଲେସ୍ 3 ଅଛି ତାହେଲେ କ୍ୟୁବ୍ ରୁଟ୍ର ୟୁନିଟ୍ ପ୍ଲେସ୍ 7 ଆସିବ। ଯଦି ଏଠି 7 ଅଛି ତାହେଲେ ଏଠି ବି 3 ଆସିବ। ଏଟା କାହିଁକି ହେଲା ଦେଖନ୍ତୁ ଏଠି ଯୋଉ 2 ର ଦେଖନ୍ତୁ 2 ର କ୍ୟୁବ୍ ହଉଛି 8 ଆସୁଛି, 8 ରେ କ୍ୟୁବ୍ ଏତେ କାଟୁନି 2 ଆସୁଛି। ସେଇଭଳିଆ ଯେତେବେଳେ ଆପଣ 3 କଥା କନସିଡର କରୁଛନ୍ତି 3 ର କ୍ୟୁବ୍ କଲା ବେଳକୁ 7 ଆସୁଛି ୟୁନିଟ୍ ପ୍ଲେସ୍ ରେ ଆଉ 7 ଯଦି କ୍ୟୁବ୍ କରୁଛନ୍ତି ୟୁନିଟ୍ ପ୍ଲେସ୍ ରେ 3 ଆସୁଛି। ସେଥିପାଇଁ 2 ବେଳେ 8 ଆସିବ, 3 ବେଳେ 7 ଆସିବ। ଦେଖନ୍ତୁ ଆମେ ଏଇ ଏକ୍ସାମ୍ପଲ୍ ନେଇ ବୁଝିବା। ସପୋଜ ଏଠି ଅଛି 12,167 ଉତ୍ତର। ତାକୁ କଣ କରିବେ ନା ଫାର୍ଷ୍ଟ ଆପଣଙ୍କ ରାଇଟ୍ ସାଇଡ୍ ରୁ 3ଟା ଗାର ପକେଇଦେବେ। ତାପରେ ଏପଟକୁ 2ଟା ସଂଖ୍ୟା ଥାଉ 3ଟା ସଂଖ୍ୟା ଥାଉ ଗାର ପକେଇଦେଲେ। ଏଠି 7 ଅଛି ମାନେ ତାହେଲେ ଆମେ ଯୋଉ କ୍ୟୁବ୍ ରୁଟ୍ ବାହାର କରିବା ତାର ୟୁନିଟ୍ ପ୍ଲେସ୍ କେତେ ଆସିବ ନା 7 ଥିଲେ କେତେ ହବ 3 ଆସିବ। 3 ଆସିଗଲା। ତାପରେ କଣ ହେଲା ଆମେ ସେକେଣ୍ଡ ପାର୍ଟରେ ଦେଖିବା। ଏଠି 12 ଅଛି। 12 ପୂର୍ବରୁ ପରଫେକ୍ଟ ସ୍କୋୟାର କୋଉଟା? ସରି ପରଫେକ୍ଟ କ୍ୟୁବ୍ କୋଉଟା? 8। ତାହେଲେ 8 କାର କ୍ୟୁବ୍? 2 ରେ କ୍ୟୁବ୍। ତ ଏଠି ଆଉ 10 ଘରେ କେତେ ଲେଖା ହବ 2 ଲେଖା। ବୁଝିପାରିଲେ? ଦେଖନ୍ତୁ ଆଉ ଗୋଟେ କରୁଛି ଏଇଟା ଆପଣ କ୍ଲିୟର ହେଇପାରିବେ। ଏଠି ଅଛି 42,875। ତାହେଲେ ଫାର୍ଷ୍ଟ ଆମେ 3ଟା ତଳେ ଗାର ପକେଇଦେଲେ ଏଠି 2ଟା ଅଛି। ଏଠି 5 ଅଛି ମାନେ ଏଠି 5 ଥିଲେ ତାର ୟୁନିଟ୍ ପ୍ଲେସ୍ କେତେ ଆସିବ 5 ଆସିବ ରୁଟ୍ ଓଭର ବେଳେ ରୁଟ୍ କ୍ୟୁ ବେଳେ। ଏଠି 5 ରହିଲା। ଏଠି 42 ଅଛି। 42 ପୂର୍ବରୁ ପରଫେକ୍ଟ କ୍ୟୁ କୋଉଟା? 27। 27 କାର କ୍ୟୁ? 3 ଲେଖିବୁ। 27 କାର କ୍ୟୁ? 3 ଲେଖିବୁ। ତାହେଲେ ଏଠି 3 ଆସିଲା। ଆନ୍ସର ହବ 35। ଆପଣ ମାନଙ୍କ ପାଇଁ ଏଇ ଦିଟା ଟାସ୍କ ରହିଲା। ଏହାର ଆନ୍ସର କମେଣ୍ଟରେ ଜଣେଇବେ ଆଉ ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ।